ମୋ ପୁଅକୁ ଭୋଜି ଖାଇବାକୁ ତାର ସାଙ୍ଗ ମୃତ୍ୟୁଞ୍ଜୟ ମଣ୍ଟୁ ଡାକିଥିଲେ। ସନ୍ଧ୍ୟା 5ଟା ବେଳେ ଆମେ ଖବର ପାଇଲୁ ଆମ ପୁଅର ଦୁର୍ଘଟଣା ହୋଇଛି। ଆମ ପୁଅକୁ ବିଷ ଦିଆଯାଇ ମାଡ଼ ମାରି ତାଙ୍କୁ ଦୁର୍ଘଟଣାର ରୂପ ଦେଉଛନ୍ତି ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ମୃତ ଯୁବକଙ୍କ ପରିବାର ବର୍ଗ। ହଁ ଦର୍ଶକ ବନ୍ଧୁ, ଏଭଳି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳରେ। ସୂଚନାରେ ପ୍ରକାଶ, ଡେରାବିଶ ଥାନା ଅନ୍ତର୍ଗତ ତର୍ଜଙ୍ଗା ଗ୍ରାମର ଉଷାରାଣୀକର ଅଭିନ୍ନକରଙ୍କ एकमात्र 22 ବର୍ଷୀୟ କଲେଜ ପଢୁଆ ପୁଅ ଅମରଜିତକୁ ତାଙ୍କ ସାଥୀ ମୃତ୍ୟୁଞ୍ଜୟ ମଣ୍ଟୁ ଗତ 29 ତାରିଖ ଦିନ 2ଟା ସମୟରେ ଫୋନ୍ କରି ଭୋଜି ଖାଇବାକୁ ଡାକିଥିଲେ। ଠିକ୍ ସେହିଦିନ ସନ୍ଧ୍ୟାରେ ଅମରଜିତଙ୍କ ଦୁର୍ଘଟଣା ହୋଇଥିବା ଖବର ପାଇଥିଲେ ପରିବାର ବର୍ଗ। ଅମରଜିତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଅମରଜିତଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା। ହେଲେ ପୁଅର ମୃତ୍ୟୁକୁ ନେଇ ବାପା ଅଭିନ୍ନକର ମା ଉଷାରାଣୀକରଙ୍କ କହିବା କଥା, ମୋ ପୁଅକୁ ଖାଦ୍ୟରେ ବିଷ ଦିଆଯାଇ ତାକୁ ମାଡ଼ ମରାଯାଇ ଗୁରୁତର କରି ରାସ୍ତାରେ ଫୋପାଡ଼ି ଦେଇଥିବା ଭଳି ବିସ୍ଫୋରକ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଡେରାବିଶ ପୋଲିସ 2 ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଅମରଜିତଙ୍କ ମୃତ୍ୟୁ ପରେ ସମାଜସେବୀ ବନମାଳୀ ମହାରଣା କେନ୍ଦ୍ରାପଡ଼ା ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 29 ତାରିଖ ବୁଧବାର 3ଟା ବେଳେ କି 2:45 ହବ ଗୋଟେ କଲ୍ ଆସିଲା। ଏ ମୋ ଘରେ ଥିଲା, ମୁଁ ଆସିଥିଲି। ମୁଁ ଭୁବନେଶ୍ୱର ରହେ, ମୁଁ ବି ଏଠି ରହେ ନା। ତାର +3 ଆଡ଼ମିସନ୍ କରିବା ପାଇଁ ମୁଁ ଆସିଛି। ମା ପୁଅ ଆମେ ଘର କାମ କରୁଛୁ। ତାକୁ ଫୋନ୍ କଲେ ଯେ ତୁ ଆସେ, ଆମେ ଓଲ୍ଡି କାଉଣ୍ଟରକୁ ଯିବା। ସିଏ କହିଲା ମୁଁ ଓଲ୍ଡି କାଉଣ୍ଟରକୁ ଯିବିନି, ନା ପିଇବା, ନା ମୁଁ ପିଇବିନି, ମୋ ବୋଉ ଅଛି ମୁଁ ଯିବିନି। ନା ଗାଡ଼ି ନେଇକି ତମ ଦୁଆର ମୁହଁରେ ଲଗେଇବୁ। ଇଏ କହିଲା ନା ଗାଡ଼ି ଆଣ ନା, ମୋ ବୋଉ ପାଟି କରିବ, ତମେ ଯାଅ। ନା ନାଇଁ ଆମେ ଦୋକାନ ପାଖରେ ଗାଡ଼ି ଆଣିକି ଲଗେଇଛୁ, ଆସ। ଇଏ କହିଲା ମୁଁ ଖାଇବି, ନା ଖାଇନି। ନା ନା ନ ଖା, ମୁଁ ଭାଇ ବଢ଼ିଆ ସେ ଖାଇବାକୁ ଦେବ। କାହିଁକି ନା ମୁଁ କହୁଛି ଏ କଥା ଏମିତି ଡିଟେଲ୍ସ ଯେ ମୋ ପାଖରେ କଲ୍ ରେକର୍ଡ଼ିଂ ଅଛି। ଏଇ ଯେଉଁ ମୁଁ ଯେଉଁ କଥା ଗୁଡ଼ାକ କହୁଛି ଏଟା ହେଉଛି କଲ୍ ରେକର୍ଡ଼ିଂ। ମାନେ ତା କଲ୍ରୁ ମୁଁ ଯାହା ଜାଣିଲି ଯେ ଏ ପିଲା ଏଇଭଳି କରିକି ତାକୁ ଡାକିଛନ୍ତି। ସିଏ ସେଠୁ ଆସିଲା, କହିଲା ନାଇଁ ମୁଁ ମାମା ଆଉ ଯାଉଛି, 5 ମିନିଟ୍ ପାଇଁ ଯିବି, ଆସିବି। ମୁଁ କହିଲି କୁଆଡ଼େ ଯାଉଛୁ? ନା ହେଇ ଗଲି ଆସିଲି। ମୁଁ କହିଲି ବୋଧେ କୋଉଠି ଯାଉଛି, ପାଖରେ ଯାଉଛି, ଆସିବ। ମୁଁ ତାକୁ 3:30 ବେଳେ ଫୋନ୍ ଲଗେଇଲି, ଆମେ ପରା ଯିବା ଡେରାବିଶ। ନା ନାଇଁ ଆଉ 5 ମିନିଟ୍ ଡେରି ହେବ। ତାପରେ କଲ୍ କଲି, ଆଉ 5 ମିନିଟ୍ ଡେରି ହେବ। ତାପରେ ଆଉ ପୁଅର ଫୋନ୍ ରିସିଭ୍ କଲା ନାହିଁ। ତାପରେ 5:30 6ଟା ବେଳେ ମୋତେ ଆସି କହିଲେ ଯେ ମଙ୍ଗୁଳିଆର ଆକ୍ସିଡେଣ୍ଟ ହେଇଯାଇଛି, ଆଉ ଛତା ମେଡ଼ିକାଲରେ ଅଛି, ତମେ ଯାଅ। ଗଲା ବେଳକୁ ଛତାରେ ଯେଉଁ ଭଳି ପେସେଣ୍ଟ ମୁଁ ନେଇକି ଯାଇଥିଲି, ଆଉ ବର୍ତ୍ତମାନ ବି ସେଇଭଳି ପେସେଣ୍ଟ ନେଇକି ଆସିଛି। ଡକ୍ଟର ଏସିବି ଡକ୍ଟର ଦେଖିକି ନେଇ ସାଙ୍ଗେ ସାଙ୍ଗେ କହିଲା ତା ବ୍ରେନ୍ ସେଇଠି ଡେଟ୍ ହେଇସାରିଛି। ଏଇ ଯେଉଁ ଫୋନ୍ କରିଥିଲା ମୃତ୍ୟୁଞ୍ଜୟ କର, ଆଉ ଗୋଟେ କିଏ ନା ମଣ୍ଟୁ, ଏଇ 2 ଜଣ ଡାକିକି ନେଇଥିଲେ। ତାପରେ ଡକ୍ଟର ମୋତେ କହିଲେ ଯେ ଇଏ ଆକ୍ସିଡେଣ୍ଟ କେସ୍ ନୁହଁ, କାହିଁକିନା ଆକ୍ସିଡେଣ୍ଟ ହେଲେ ଏତେ ଜୋର ବ୍ରେନ୍ ଇଞ୍ଜୁରି ହେବ ନାହିଁ, ଯେ 70% ବ୍ରେନ୍ ନାହିଁ। ଇଏ ବା ମନା କରିଛି। ଯେତେବେଳେ ତା ଭଏସ୍ଟା ଲାଷ୍ଟ କଲ୍, ଯେତେବେଳେ ଭଏସ୍ ଆସୁଛି, ମୁଁ 5 ମିନିଟ୍ରେ ଯାଉଛି, ଯେମିତି ସେ ଗୋଟେ ଡ୍ରିଙ୍କସ୍ କରିକିନି, ମାନେ ଆଉ ସେ ଆଉ ତା କଣ୍ଟ୍ରୋଲ ଭିତରେ ସେ ନାହିଁ, ଏମିତି ସେ ଡ୍ରିଙ୍କସ୍ କରିଛି। କିନ୍ତୁ ଇଏ ଡ୍ରିଙ୍କସ୍ କରିନି। ତାକୁ ଦିଆହେଇଛି କ'ଣ ନା ଅଣ୍ଡା ଭୁଜିଆ, ଯେଉଁ ପୁଚ୍ ନା କ'ଣ, ତା ଦେହରେ କ'ଣ ଦିଆହେଇଛି, ବ୍ରାଉନ୍ ସୁଗାର ଦିଆହେଇଥାଉ, ନଚେତ ଟାବଲେଟ୍ ଦିଆହେଇଥାଉ। ଯେହେତୁ ଇଏ ନ ଜାଣିପାରିବ ଯେମିତି, ଏମିତି ଦିଆହେଇଛି। ପୁଅକୁ ମାରିକିନି ସିଏ ଗାଡ଼ିର ଆକ୍ସିଡେଣ୍ଟର ମାନେ ଆଖ୍ୟାଟା ସେ ଦେଇଛନ୍ତି। ପୁଅକୁ ବାଡ଼େଇକିନି ଯେତେବେଳେ ଇଞ୍ଜୁରି ହେଇଯାଇଛି, ଆପଣମାନେ ଗୋଟେ ଚିନ୍ତା କରନ୍ତୁ, ଗୋଟିଏ ବୁଲେଟ୍ ସହିତ, ନାଇଁ ମୁଁ ପଚାରିନି, କିନ୍ତୁ ବୁଲେଟ୍ ସହିତ ଗୋଟେ ବୁଲେଟ୍ ସହିତ ଯଦି ଗୋଟେ ପଲ୍ସରର ମାଡ଼ ହେବ, ତାର ପଲ୍ସରର କ'ଣ ହେବ? ତା ଆଗ ରହିବ? ଗୋଟେ ପଲ୍ସର ଗାଡ଼ି ତା ଆଗ ରହିବ କି? କିନ୍ତୁ ମୁଁ ଦାବି କରୁଛି, ମୋ ପିଲାକୁ ଯେଉଁମାନେ ମାରିଛନ୍ତି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲେ ବି ମୋର କିଛି ଇଏ ନାହିଁ। କାରଣ ଇଏ ମୋର ଗୋଟିଏ ବୋଲି ଛୁଆ, ଆଉ ମୁଁ ଯେଉଁ ଦୁଃଖ କଷ୍ଟରେ ମଣିଷ କରିଛି, ସେମାନେ ଏ ଗାଁ ଲୋକ, ମୋ ସାହି ଲୋକ ବି ପ୍ରମାଣ ଦେବେ। କାହିଁକି ନା ମୁଁ ବହୁ କଷ୍ଟରେ ଆକୁ ମଣିଷ କରିଛି। କିନ୍ତୁ ଆପଣମାନଙ୍କୁ ମୁଁ ଏତିକି ଅନୁରୋଧ କରୁଛି,
कानी पतेकी भिक मागुची मते न्याय मिलवा दरकार कारण मु गोटे माँ जी 7 दिन है जो धैर्यर सहकार रखी मो पिला बंची जीव किंतु आज पिला बंचिलानी मुझे डेड बॉडी ही नहीं आसी मोर तो लाते हो मु जानी नथिली एमती हम बोली के विश्वास भी कर नथिली कौ चलला बोले तो गोड़ हाथ में बाड़ी था बंची जाई था ये गुरुवार ना कि बारे कौन है बोधे मु जानी मत आज से नाती कहीपर से बड़ नाती कहीपर मुझे जानी मत कहला एक्सीडेंट है देखला तो बाप मत कहला किए रड में बाड़े गाड़ी किसी आईनी कथा तो फास्ट छता को नेले कटक जाता कटक ना मत किसी मुंडे बाड़े कटी से रोड से बड़ाधरपुर पगापत मु कही पारि कहीं बाड़े कौन कौन उचित न्याय पाई जो मैंने बाड़े से उचित न्याय दियो थाना वाला को केस दे से थाना वाला ही उचित न्याय दियो ना कौन है किए जाने केन्द्रापड़ा मोटे 17-18 वर्षर बापू जहाँ कहवा मुझी जहाँ मुझे प्रकृत देखनी कि ये घटना एक केन्द्रापड़ा जिला लज्जित घटना ये प्रशासन शोही पड़ी कुंभकर्ण निदरे गोटे 10 एज पिला 17-18 वर्षर पिला पाठ पढ़ुवा पिला आज सांगंकर माड़े मरी जाइए मृत्युवरण करछि एक पाकिस्तान आसी छुई केन्द्रापड़ा को ये कौ दल बल निर्विशेष में कहूनी जो भारतीय दल आज पाकिस्तान को तड़ी दे से डरिकी रही पाकिस्तान केन्द्रापड़ा जिलार आज उभा होती सन्त्रासवादी भली सांग मैंने पिटिकी मारिदे रोड रे निश्चित प्रकार होती कारण जी आम अंचलिक लोक आम समाजसेवी जी आम पाखे रिपोर्ट अच्छी पुलिस किसी लोक पिला उठे नहीं से कौन पर मरी कहीं मरा जाए किए मारी एक संवेदनशील प्रश्न केन्द्रापड़ा जिलापाल निवेदन करी एसपी की निवेदन करी ए आईआईसी हरिका जो अच्छी मुझे ये करना कारण चांदारे अच्छा जी रात गोटे पुलिस प्रशासन रात जे बाली माटी चोरी करे से पुलिस नहीं पिला पूरा गंभीरतार सकार एसपी की कहूँ से कुंभकर्ण निद्रा सही केन्द्रापड़ा जिला प्रशासन ठीक नहीं जिलापाल निवेदन करी ए घटनार तदंत विधिवत करी अन्याय जो मैंने कर उपयुक्त शास्ति दवा को मुझे दाबी करुच्ची कारण ता माँ को पुओ फेरई पारे आउ तार उपयुक्त पैसा देवे जहाँ माँ कोड़ गोटे बेली पुओ आज कूल शून्य कर पलि जाइए अंचल मुझे दाबी कर समाजसेवी हिसाब से उपयुक्त दाबी देवे तार क्षतिपूरण देवे कारण पुओ आ माँ पाइबनी ए अंचल आज कांदुची प्राय 24 घंटा है दीर्घ 3-4 पंचायत उपवास अच्छा ये जो पुलिस जहाँ उठे नहीं एक छोट छोट पिला से मैंने क्राइम करती तारे पुलिस मात्र 3 किलोमीटर ये तरजंगा गाँव रु दिलाबिसी थाना से कुंभकर्ण जिला शोची कौन प्रशासन केवल अपराध को नियंत्रण करने जो व्यवस्था जो कोड़ीर तैयारी जो विधि व्यवस्था अच्छी उल्लंघन करी से केवल चांदा आ केवल माटी बाली चोरी कर मातिचंती किंतु प्रशासन पूरा ये हुगुड़ा अच्छी मु कौन दल को कहूनी मु कौन दलीय लोक नुहे पूरा तदंत हो ए अपराध कमु ए अंचल केन्द्रापड़ा दीप्तिरंजन महांती का रिपोर्ट नायावती टीवी।